ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ନାଲି ଆଖିରେ ଏବେ ଭୟଭୀତ ହୋଇପଡ଼ିଛନ୍ତି ରାଜପଥ ନିକଟରେ ଘର କରିଥିବା ପାରାଦୀପ ବାସିନ୍ଦା। ସେମାନଙ୍କର ସ୍ଥିତବାନ ପ୍ଲଟକୁ ସରକାରୀ ଜାଗାରେ ବେଆଇନ ନିର୍ମାଣର ନୋଟିସ୍ ଦେଇ 7 ଦିନ ଭିତରେ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଛି ଏନ୍ଏଚ୍ଏଆଇ। ଚଣ୍ଡିଖୋଲ ଠାରୁ ପାରାଦୀପର 18 ବାଙ୍କି ପର୍ଯ୍ୟନ୍ତ NH-53 ଜାତୀୟ ରାଜପଥକୁ ସଂପ୍ରସାରଣ କରାଯାଇ 8 ଲେନ୍ ବିଶିଷ୍ଟ କରାଯାଉଛି। ରାସ୍ତାର ଉଭୟ ପଟରେ 2 ଲେନ୍ ଲେଖାଏଁ ବଢ଼ାଯାଉଛି, କିନ୍ତୁ ପାରାଦୀପର ଦୋଛକି ଠାରୁ 18 ବାଙ୍କି ପର୍ଯ୍ୟନ୍ତ ରାସ୍ତାକୁ ଏନ୍ଏଚ୍ଏଆଇ କର୍ତ୍ତୃପକ୍ଷ ଗୋଟିଏ ପଟରେ ନେବାକୁ ଡିଜାଇନ୍ କରାଯାଇଛି। ଏନ୍ଏଚ୍ଏଆଇର ଏହି ନିଷ୍ପତ୍ତି ଏବେ ପାରାଦୀପ ପାଇଁ ଅଭିଶପ୍ତ ପାଲଟିବାକୁ ଯାଉଛି। ରାସ୍ତା ସଂପ୍ରସାରଣର ପାଇଁ ଦୋଛକି ଠାରୁ 18 ବାଙ୍କି ପର୍ଯ୍ୟନ୍ତ 100ରୁ ଉର୍ଦ୍ଧ୍ୱ ବହୁତଳ ବିଶିଷ୍ଟ ଘରଗୁଡ଼ିକ ଭାଙ୍ଗିବାକୁ ପଡ଼ିବ। ବନ୍ଦର ନଗରୀ ପାରାଦୀପର ମୁଖଶାଳା କୁହାଯାଉଥିବା ତାରିଣୀଗଡ଼ା ଓ ବିଜୟଚନ୍ଦ୍ରପୁର ଅଞ୍ଚଳର ଏହି ସ୍ଥାନରେ 2000ରୁ ଉର୍ଦ୍ଧ୍ୱ ବ୍ୟବସାୟୀ ବିଭିନ୍ନ ଦୋକାନ ଓ ସପିଂ ମଲ୍ କରିଥିବା ବେଳେ ହଜାର ହଜାର ଲୋକେ ଏହି ବଜାର ଉପରେ ନିର୍ଭରଶୀଳ। ବନ୍ଦରାଞ୍ଚଳରେ ଘରୋଇ ଜାଗା ନଥିବାରୁ ଏଠାରେ ଘର ଭଡ଼ା ନେଇ ହଜାର ହଜାର ଲୋକ ରହିବା ସହିତ ନିଜର ବ୍ୟବସାୟିକ ପ୍ରତିଷ୍ଠାନ ଗଢ଼ିଛନ୍ତି। ରାସ୍ତା ସଂପ୍ରସାରଣକୁ ଆମେ ସ୍ୱାଗତ କରୁଛୁ, ମାତ୍ର ଏନ୍ଏଚ୍ଏଆଇର ଏହି ନିଷ୍ପତ୍ତି ସେମାନଙ୍କ ଜୀବନ ଜୀବିକା ପ୍ରତି ପ୍ରଭାବ ପକାଇବ ବୋଲି ବ୍ୟବସାୟୀ ଓ ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି। ପାରାଦୀପ ବନ୍ଦରକୁ ଦୈନିକ 20,000ରୁ ଉର୍ଦ୍ଧ୍ୱ ଭାରୀଯାନ ଚଳାଚଳ କରୁଛି। ଏଥିପାଇଁ ଥିବା 4 ଲେନ୍ ବିଶିଷ୍ଟ ରାସ୍ତା ପର୍ଯ୍ୟାପ୍ତ ହେଉନଥିବା ବେଳେ ଏହାକୁ 8 ଲେନ୍ କରିବା ଘୋଷଣାକୁ ସବୁ ମହଲରୁ ସ୍ୱାଗତ କରାଯାଇଛି। କିନ୍ତୁ ଏନ୍ଏଚ୍ଏଆଇ ନିଜର ସରକାରୀ ଜାଗା ଛାଡ଼ି ପ୍ରାଇଭେଟ୍ ଜମିରେ ଘର କରୁଥିବା ଲୋକଙ୍କୁ ସରକାରୀ ଜାଗାରେ ବେଆଇନ ନିର୍ମାଣ କରିଥିବା ଦର୍ଶାଇ 7 ଦିନ ଭିତରେ ଘର ଭାଙ୍ଗିବା ପାଇଁ ନୋଟିସ୍ କରିଛି, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ପ୍ରତିକ୍ରିୟାଶୀଳ ହୋଇଥିବା ବେଳେ ନିଜ ଜାଗାରେ ଋଣ କରି ଘର କରିଥିବା ଲୋକେ ଋଣ ଶୁଝିବାକୁ ନେଇ ଆତଙ୍କିତ ହୋଇପଡ଼ିଛନ୍ତି। ଭୁତୁମୁଣ୍ଡାଇ ଠାରୁ 18 ବାଙ୍କି ପର୍ଯ୍ୟନ୍ତ ରାସ୍ତାର ଉଭୟ ପଟରେ ପର୍ଯ୍ୟାପ୍ତ ସରକାରୀ ଜାଗା ଥିବାବେଳେ ଏନ୍ଏଚ୍ଏଆଇ କର୍ତ୍ତୃପକ୍ଷ ଗୋଟିଏ ପଟରେ ରାସ୍ତା ନେବାକୁ ସେମାନେ ବିରୋଧ କରିଛନ୍ତି। ତାଳଦଣ୍ଡା କେନାଲ ଓ ଏହାର ଅପର ପାର୍ଶ୍ୱରେ ପାଖାପାଖି 400 ଫୁଟର ସରକାରୀ ଜାଗା ଥିବାବେଳେ କୌଣସି କ୍ଷତିପୂରଣ ବିନା ଏନ୍ଏଚ୍ଏଆଇ ରାସ୍ତା ନିର୍ମାଣ ନ କରି ତହସିଲ କିମ୍ବା ରାଜସ୍ୱ କାର୍ଯ୍ୟାଳୟର ସହାୟତା ନ ନେଇ ଜବରଦସ୍ତି ଗୋଟିଏ ପଟରେ 100 ଫୁଟର ରାସ୍ତା ସଂପ୍ରସାରଣକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି। ଯଦି ନିଷ୍ପତ୍ତିର ପୂର୍ଣ୍ଣ ବିଚାର କରା ନ ଯାଏ ତେବେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା। ନୃସିଂହ ଶତପଥୀ 22 ପ୍ରେସିଡେଣ୍ଟ ଅଛି। ଆମର ଡିମାଣ୍ଡ ନାହିଁ, ଆମର ସରକାରଙ୍କ ପାଖରେ ଅନୁରୋଧ କରୁଛୁ, ନିବେଦନ କରୁଛୁ ଯେ ସରକାରଙ୍କର ଯେଉଁ 53 ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ ହେଉଛି ତାକୁ ଏପଟେ ବଜାର ପଟେ କେନାଲର ଏପଟେ ନ କରିକି ତାର ଯେଉଁ ଜାଗା ପଡ଼ିଛି ମାନେ ସରକାରୀ ଜାଗା ପଡ଼ିଛି 300ରୁ 400 ଫୁଟ ଭଳିଆ ଜାଗା କେନାଲର ଦକ୍ଷିଣ ପାର୍ଶ୍ୱରେ ସେପଟେ କଲେ ତାହେଲେ ବହୁତ ଜନସାଧାରଣ ସେଥିରେ ଉପକୃତ ହେବେ। ଘର ଭଙ୍ଗା ହେବନି, ଏନ୍ଏଚ୍ଏଆଇକୁ କ୍ଷତିପୂରଣ ଦେବା ପାଇଁ ପଡ଼ିବନି, ଥଇଥାନ କରିବାକୁ ପଡ଼ିବନି, ଯୁକ୍ତ ଆପଣଙ୍କର ଇଏ କରିବ। କେନାଲକୁ ଯଦି ବି ସଂକୁଚିତ କରି 160 ଫୁଟର କେନାଲକୁ 120 ଫୁଟରେ ରାସ୍ତା କରି ବା ଫ୍ଲାଏଓଭର କରି ଆଉ 40 ଫୁଟରେ ଯଦି କଂକ୍ରିଟ୍ ଡ୍ରେନ୍ କରାଯାଏ ବା ପାଇପ୍ ଲାଇନ୍ କରାଯାଏ ତାହେଲେ ପାରାଦୀପବାସୀ ବହୁତ ସ୍ୱଚ୍ଛ ନିର୍ମଳ ଜଳ ପିଇବା ପାଣି ପାଇବେ। এইভাবে ভাবে আমি সরকার পাখে নিবেদন রখুছু সে এর কিছু বিকল্প ব্যবস্থা করতু। আমি জাতীয় যে রাজপথ হচ্ছে সম্প্রসারণ আমি তাকে বিরোধ করুনু, এটা হলে ভালো ট্রাফিক ব্যবস্থার সুধার আসব। যদি ফ্লাইওভার করা যায় কেনালর সেপটে তাহলে সমস্ত হেভি ভেহিকল কেউ ভারী যান পারাদীপকু যাচ্ছি যাতায়াত সেইপটে টোটাল করতা, এপটে কেবল লোকাল जो छोट जान सब अच्छी यपटे जावासा करता, तेणु प्रदूषण भी कमता, तापर आपणकर दुर्घटना भी कमी जाता। आमर दृढ़ विश्वास अच्छी सरकार पाखे जे सरकार आमर गुहारी निवेदन को रखिबे, कारण कौन जनमंगलकारी सरकार तार जनसाधारण को हैरान करी बा असुविधार पके कौन मंगलकारी कार्य करेंगे ना। ना प्रहलाद चंद्र साहू दोछकी 18 बांकी मध्य समस्त व्यवसाय जमी मालिक एवं घर मालिक मार्केट जो तैयारी जातीय राजपथ उपकंठरे मुझे अंशीदार अच्छी समस्ते एकत्र होइकरी आज सरकार
दृष्टि आकर्षण करने निमंते आमे समस्ते आज एकाठी होइछि। वर्तमान सरकार तांकर रास्ता करंतु आमर सेतरे बाधा नहीं। चंडीखोल रु दोछकी पर्यंत रास्ता आसु आमर कहवा कथा दाबी होउछि सरकार आम दाबी को निरीक्षण करी देखंतु। दोछकी रु 18 बांकी मध्य आमर सबु बेसरकारी जगह निज जगार आमे कागज पत्र पाइचु। आमर स्थितिवान जगह सरकार ठारू कागज पत्र नहीं आमे लोन करी ये घर सब करिचु। आपण वर्तमान चंडीखोल रु आणुचंती पारादीप पर्यंत सेटा बोथ साइड रे आपणक रास्ता होउछि जोटा कि दोछकी पर्यंत पहुँचला परे गोटे साइड रे केनाल तालदंडा केनाल अच्छी सेपटे आउ रास्ता न जिबारु आमर गोटे साइड रे आपण जदि बढ़ेबे ताहले से सबू को मिसई सर्विस रोड सब मिसईकरी 100 फुट नबा स्थले आमर वर्तमान निजर व्यवसाय प्रतिष्ठान एवं सबू हरिया को पड़ुछि। आमर जीविका जीवन सबू जाउछि जोटा कि आमे ता उपरे लोन करी भविष्य आशा रखी आम पिला मानक आम भविष्य को तैयारी करिया पे आमे चाहुथिबा बेले वर्तमान सबू आमको हरिया पड़ुछि। बाबदरे आमे समस्त सरकारंकर ऑफिसरंक सहित कलेक्टर सहित तहसीलदार सहित आपणकर प्रोजेक्ट डायरेक्टर एनएचए तांको सहित कांटेक्ट करिछु। समस्त को लिखि देइछु। नोटिस रे सेमाने आमको डिमांड करिसंती जे एटा अनऑथराइज जगह आपण 3 दिन भितर आमको किछि डॉक्यूमेंट अच्छे प्रोड्यूस करंतु नचेत आमे 7 दिन भितर आपण भांगी दियंतु। जदि न भांगीबे आमे लीगल एक्शन नबु तापरे आपणक ऊपर पेनाल्टी चार्ज करू। ये जगह को न उठा जाई आपण विकल्प व्यवस्था सरकार पाखरे आमे अपील करूछु जोटा कि केनाल आर पटरे केनाल रो बाम साइड रे आपणकर 300 रु 400 फुट ओसार जगह पड़ी रही से जगार सरकार क्या किसी क्षतिपूरण न दे कहार धन जीवन नष्ट न करी जनसाधारण असंतुष्ट हबार नहीं से जगार आपण रोड बनइले रोड कले दोछकी रु 18 बांकी पर्यंत गोटे मात्र फ्लाईओवर गले आपण समस्तंकर असुविधा सबू सुविधार परिणत हो।